ପଦ୍ମପୁରର ଗୁଣ୍ଡିଚାନଗର ସାହିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନଗଦ ଟଙ୍କା ଲୁଟ୍, ପୋଲିସ ତଦନ୍ତ ଆରମ୍ଭ। ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଲୁଟେରାଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଚୋରି ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଗୁଣ୍ଡିଚାନଗର ସାହିର ଗୋପୀନାଥ ପାଢ଼ୀଙ୍କ ଘରରୁ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ କରିଥିବା ଜଣାପଡ଼ିଛି। ଘରର କବାଟ ଭାଙ୍ଗି ତିନୋଟି ଗୋଡ୍ରେଜରେ ଥିବା ନଗଦ ପାଖାପାଖି 45,000 ଊର୍ଦ୍ଧ୍ୱ ଟଙ୍କା ସୁନା ଅଳଙ୍କାର ଲୁଟ୍ ହୋଇଥିବା ଜଣାପଡ଼ିଛି। ଘରେ କେହି ନଥିବାର ସୁଯୋଗ ଦେଖି ଲୁଟେରାମାନେ ଘର କବାଟ ତାଡ଼ି ଭାଙ୍ଗିଥିବା ଜଣାପଡ଼ିଛି। ତେବେ ଘର ମାଲିକ ଗୋପୀନାଥ ପାଢ଼ୀଙ୍କ ଝିଅର ଏକ ଭୋଜି ଉତ୍ସବରେ ଯୋଗ ଦେବା ପାଇଁ ପରିବାରର ସମସ୍ତ ସେମାନେ ସଦସ୍ୟମାନେ ନିଜ ଝିଅ ଘରୁ ଯାଇଥିଲେ। ଏହି ସମୟରେ ଲୁଟେରାମାନେ ମଧ୍ୟରାତ୍ରିରେ ଲୁଟ୍ କରିଥିବା ଜଣାପଡ଼ିଛି। ତେବେ ଆଜି ଶନିବାର ସକାଳୁ ସାହି ପଡ଼ିଶା ଏବଂ ଗ୍ରାମବାସିନ୍ଦା କିଛି ଦେଖିଥିଲେ। ଦେଖି ସଙ୍ଗେ ସଙ୍ଗେ ନିଜ ପୁତୁରା ଦେବେନ୍ଦ୍ର ପାଢ଼ୀଙ୍କୁ ମଧ୍ୟ ଜଣାଇଥିଲେ। ତେବେ ଘରେ ପହଞ୍ଚିଲା ସମୟରେ ତିନୋଟି ଗୋଡ୍ରେଜର କବାଟ ଭାଙ୍ଗି ଦେଇଛନ୍ତି ଲୁଟେରାମାନେ ଏବଂ ଥାନାରେ ଖବର ଦେଲା ପରେ ଘଟଣାସ୍ଥଳରେ ଆଜି ଦିନ 10ଟା ସମୟରେ ପୋଲିସ ମଧ୍ୟ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ସୁନା ଅଳଙ୍କାର ଲୁଟ୍ ହେବା ସହ ନଗଦ ମଧ୍ୟ ଲୁଟ୍ ହୋଇଛି। ଏହା ପୂର୍ବରୁ ବଡ଼ ସାହିରେ ମଧ୍ୟ ଏକ ବୁଲେଟ୍ ଗାଡ଼ି ଚୋରି ହୋଇଛି। ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ମଧ୍ୟ ପୋଲିସ ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂଚନା ଦେଇଛି। ଏ ହେଉଛି ସେହି ଦୃଶ୍ୟ। ସେମାନେ ଆଜି ସକାଳୁ 10ଟାରେ ଘରେ ପହଞ୍ଚିଲା ପରେ ପୋଲିସ ସଙ୍ଗେ ସଙ୍ଗେ ଘରକୁ ପହଞ୍ଚିଥିଲେ ଏବଂ ଅଧିକ ତଦନ୍ତ ମଧ୍ୟ କରିଥିଲେ। ତେବେ ଅତିଶୀଘ୍ର ସେମାନଙ୍କୁ ଚୋରଙ୍କୁ ଧରାଯିବ ବୋଲି ମଧ୍ୟ ପୋଲିସ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ତେବେ ଆସନ୍ତୁ ଶୁଣିବା ଘର ମାଲିକଙ୍କ ପ୍ରତିକ୍ରିୟା। ନିତ୍ୟାନନ୍ଦ ପାଢ଼ୀ, ବାପା ନା ଗୋପୀନାଥ ପାଢ଼ୀ, ଗୁଣ୍ଡିଚାନଗର। ଆମେ 8 ତାରିଖ ଦିନ ରାତ୍ର ଆମ ନାନୀ ଘର ପ୍ରତିଷ୍ଠାରେ ଆମେ ଯାଇଥିଲୁ। କାଲି ରାତ୍ର ଚୋରି ହେଇଛି ବୋଲି ଆମ ସକାଳେ ଫୋନ୍ ଆସିଲା। ଫୋନ୍ ଆସିବାରୁ ଆମେ ସକାଳୁ ବାହାରିଲା ବେଳକୁ ଘର ଚାବି କାଟିକି ନେଇଯାଇଛନ୍ତି। ଟଙ୍କା 40-50,000 ହେବ, ମୁଦି 6ଟା, ଚେନ୍ 3ଟା, ଏତିକି ଯାଇଛି। ସକାଳେ ପୋଲିସ ଆସିଥିଲେ, ଆମେ ତ ନଥିଲୁ। ଏବେ ବର୍ତ୍ତମାନ ଆମେ ପହଞ୍ଚିଲୁ ଆଉ ଏତଲା ଦେବା ଆମେ ଆଉ ତା'ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ କିଛି ଭଲ ହୋଇଥାନ୍ତା।